ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାରା ଦେଶରେ ଆଜି ସମ୍ବିଧାନ ଗ୍ରହଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସମ୍ବିଧାନ ଦିବସ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅଟଳ ଇନୋଭେସନ ମିଶନ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ଭବିଷ୍ୟତ ସମବାୟ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଭାରତର ବଡ଼ ଭୂମିକା ରହିଛି, କହିଲେ ପ୍ରଧାନମନ୍ତ୍ରୀ। ଏବଂ ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ସାରା ଦେଶରେ ଆଜି ସମ୍ବିଧାନ ଦିବସ ପାଳନ କରାଯାଉଛି। ଭାରତୀୟ ସମ୍ବିଧାନ ଗ୍ରହଣର 75 ବର୍ଷ ଉପଲକ୍ଷେ ଆଜିଠାରୁ 1 ବର୍ଷ ବ୍ୟାପୀ ଉତ୍ସବ ପାଳନ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। 2025 ନଭେମ୍ବର 26 ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଏହି ଉତ୍ସବ ଚାଲିବ। 1949 ମସିହା ନଭେମ୍ବର 26 ତାରିଖରେ ଭାରତର ସମ୍ବିଧାନ ସଭା ସମ୍ବିଧାନକୁ ଗ୍ରହଣ କରିଥିଲେ ଏବଂ ଏହା 1950 ଜାନୁଆରୀ 26ରେ କାର୍ଯ୍ୟକାରୀ ହୋଇଥିଲା। ସମ୍ବିଧାନ ଦିବସ ଅବସରରେ ଦିଲ୍ଲୀର ସମ୍ବିଧାନ ସଦନରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହର ସଦସ୍ୟମାନଙ୍କୁ ସମ୍ବୋଧନ କରିବେ। ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ରମନ୍ତ୍ରୀଗଣ, ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବେ। ସମ୍ବିଧାନ ଗ୍ରହଣର 75ତମ ବାର୍ଷିକୀ ଅବସରରେ ଏକ ସ୍ମାରକୀ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ ହେବ। ମେକିଂ ଅଫ୍ ଦ କନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ ଏ ଗ୍ଲିମ୍ସ ଏବଂ ମେକିଂ ଅଫ୍ ଦ କନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ ଆଣ୍ଡ ଇଟ୍ସ ଗ୍ଲୋରିୟସ୍ ଜର୍ଣ୍ଣି ଶୀର୍ଷକ ଦୁଇଟି ପୁସ୍ତକ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ସଂସ୍କୃତ ଏବଂ ମୈଥିଲି ଭାଷାରେ ସମ୍ବିଧାନ ପ୍ରକାଶିତ ହେବା ସହ ଭାରତୀୟ ସମ୍ବିଧାନର ସ୍ୱତନ୍ତ୍ରତା ପ୍ରତି ସମର୍ପିତ ଏକ ପୁସ୍ତିକା ମଧ୍ୟ ଉନ୍ମୋଚନ ହେବ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ 2015 ନଭେମ୍ବର 19ରେ ସମ୍ବିଧାନ ଦିବସ ପାଳନ ବିଷୟ ଘୋଷଣା କରିଥିଲା। ଏହି ଅବସରରେ ହମାରା ସମ୍ବିଧାନ ହମାରା ସ୍ୱାଭିମାନ ଅଧୀନରେ ଉତ୍ସବ ଅନୁଷ୍ଠିତ ହେଉଛି। ସମ୍ବିଧାନ ନିର୍ମାତାଙ୍କ ଅବଦାନକୁ ସମ୍ମାନ ଜଣାଇବା ସହ ଏଥିରେ ଥିବା ମୂଲ୍ୟବୋଧକୁ ନାଗରିକମାନଙ୍କ ନିକଟରେ ପହଞ୍ଚାଇବା ଏହି ଦିବସର ଉଦ୍ଦେଶ୍ୟ। ଆଜି ସମ୍ବିଧାନ ଦିବସ ଅବସରରେ ଭାରତର ସମସ୍ତ ଜନସାଧାରଣ ଏବଂ ପ୍ରତ୍ୟେକ ସ୍ଥାନରେ ଏକ ପ୍ରସ୍ତାବନା ପଠନ କରାଯିବ। ସମ୍ବିଧାନର ଅମୂଲ୍ୟ ପରମ୍ପରା ସହ ସମସ୍ତଙ୍କୁ ଜଡ଼ିତ କରାଇବା ଉଦ୍ଦେଶ୍ୟରେ constitution75.com ୱେବସାଇଟ୍ ଆରମ୍ଭ କରାଯାଇଛି। ନାଗରିକମାନେ ୱେବସାଇଟ୍ରେ ପ୍ରସ୍ତାବନା ପଠନର ଭିଡ଼ିଓ ଅପଲୋଡ୍ କରି ପ୍ରମାଣପତ୍ର ପାଇପାରିବେ। ସରକାର ଏହି ଐତିହାସିକ ଦିବସ ଅବସରରେ ସମ୍ବିଧାନ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନାଗରିକମାନଙ୍କୁ ଆହ୍ୱାନ ଦେଇଛନ୍ତି। ସମ୍ବିଧାନ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ଧ୍ୟାରେ ସୁପ୍ରିମକୋର୍ଟରେ ଆୟୋଜିତ ହେବାକୁ ଥିବା ସମାରୋହରେ ଯୋଗଦେବେ। ସୁପ୍ରିମକୋର୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ 2023-24 ଭାରତୀୟ ନ୍ୟାୟପାଳିକାର ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବେ। ସମାରୋହରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟ ବିଚାରପତିମାନେ ଉପସ୍ଥିତ ରହିବେ। କେନ୍ଦ୍ର କ୍ୟାବିନେଟ୍ ଅଟଳ ଇନୋଭେସନ ମିଶନ ଜାରି ରଖିବା ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ 2028 ମାର୍ଚ୍ଚ 21 ତାରିଖ ପର୍ଯ୍ୟନ୍ତ ଏହି ମିଶନ ବଳବତ୍ତର ରହିବ ଏବଂ ଏଥିଲାଗି ଆବଣ୍ଟିତ 2750 କୋଟି ଟଙ୍କାର ବଜେଟ୍ ଅର୍ଥ ଖର୍ଚ୍ଚ କରାଯିବ। ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ AIM 2.0 ହେଉଛି ଏଭଳି ଏକ ପଦକ୍ଷେପ ଯାହା ଦେଶରେ ଉଦ୍ୟୋଗ ପରିବେଶକୁ ବିସ୍ତାର ଏବଂ ସୁଦୃଢ଼ କରିବ। ଅଟଳ ଇନୋଭେସନ ମିଶନ ଜାରି ରହିବା ଫଳରେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି, ଅଭିନବ ଉତ୍ପାଦ ଏବଂ ସେବା ସୃଷ୍ଟି କରିବା ଦିଗରେ ସହଯୋଗ ମିଳିପାରିବ। ଗତକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, AIM 2.0 ଭାରତରେ ଉଦ୍ଭାବନ ଏବଂ ଉଦ୍ୟୋଗ ପରିବେଶକୁ ସୁଦୃଢ଼ କରିବା ଦିଗରେ ସହାୟକ ହେବ। ସେ କହିଛନ୍ତି, ଏହି ଯୋଜନାରେ ଜମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ 2500 ନୂଆ ଲ୍ୟାବ୍ ସ୍ଥାପନ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ରେଳ ମନ୍ତ୍ରାଳୟର 7,927 କୋଟି ଟଙ୍କା ସମ୍ବଳିତ 3ଟି ପ୍ରକଳ୍ପକୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ କରିଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ 160 କିଲୋମିଟର ଦୀର୍ଘ ମନମାଡ଼ ଜଲଗାଓଁର ଚତୁର୍ଥ ଲାଇନ୍, 131 କିଲୋମିଟର ଦୀର୍ଘ ଭୁସାୱାଲ ଖଣ୍ଡୱାର ତୃତୀୟ ଏବଂ ଚତୁର୍ଥ ଲାଇନ୍ ଏବଂ 84 କିଲୋମିଟର ଦୀର୍ଘ ପ୍ରୟାଗରାଜ ମାଣିକପୁର ତୃତୀୟ ଲାଇନ୍ କାର୍ଯ୍ୟ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ପ୍ରସ୍ତାବିତ ମଲ୍ଟି ଟ୍ରାକିଂ ପ୍ରକଳ୍ପଗୁଡ଼ିକର ପରିଚାଳନା ସହଜ ହେବ ଏବଂ ଭିଡ଼ ହ୍ରାସ ପାଇବ। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳବାଇର ବ୍ୟସ୍ତବହୁଳ ବିଭାଗଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମିର ବିକାଶ ହୋଇପାରିବ। ସେ କହିଛନ୍ତି 2,773 କୋଟି ଟଙ୍କାର ମନମାଡ଼ ଜଲଗାଓଁ ପ୍ରକଳ୍ପ ମହାରାଷ୍ଟ୍ରର ବନ୍ଦରରୁ ଯାତ୍ରୀ ପରିବହନ ଏବଂ ମାଲ ପରିବହନ କ୍ଷମତାରେ ବୃଦ୍ଧି କରିବ। 3,514 କୋଟି ଟଙ୍କାର ଭୁସାୱାଲ ଖଣ୍ଡୁଆ ପ୍ରକଳ୍ପ ଯାତ୍ରୀ କ୍ଷମତା ବୃଦ୍ଧି ଏବଂ 1,640 କୋଟି ଟଙ୍କାର ପ୍ରୟାଗରାଜ ମାଣିକପୁର ପ୍ରକଳ୍ପ ଉତ୍ତରପ୍ରଦେଶର ପୂର୍ବାଞ୍ଚଳକୁ ମଧ୍ୟପ୍ରଦେଶର ବାଘେଲ ଖଣ୍ଡ ସହ ସଂଯୋଗ ସ୍ଥାପନ କରିବ। ଫଳରେ କୃଷିଜାତ ଦ୍ରବ୍ୟ, ସାର, କୋଇଲା, ଇସ୍ପାତ, ସିମେଣ୍ଟ ଆଦି ସାମଗ୍ରୀ ସହଜରେ ଏବଂ ଦ୍ରୁତଗତିରେ ପରିବହନ ହୋଇପାରିବ। କ୍ୟାବିନେଟ୍ କମିଟିର ଅନ୍ୟ ଏକ ଅନୁମୋଦନ ଅନୁଯାୟୀ ଅରୁଣାଚଳ ପ୍ରଦେଶର ସିଓମି ଜିଲ୍ଲାରେ ହିଓ ଜଳବିଦ୍ୟୁତ୍ ପ୍ରକଳ୍ପରେ 1,939 କୋଟି ଟଙ୍କା ବିନିଯୋଗ କରାଯିବ। ଆସନ୍ତା 50 ମାସ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, 240 ମେଗାୱାଟ୍ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ଦ୍ୱାରା 1,000 ନିୟୁତ ୟୁନିଟ୍ ଶକ୍ତି ଉତ୍ପାଦନ ହେବ। ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ୍ ଅରୁଣାଚଳ ପ୍ରଦେଶରେ ବିଦ୍ୟୁତ୍ ଯୋଗାଣ ସ୍ଥିତିରେ ଉନ୍ନତି ଆଣିବା ସହ ଜାତୀୟ ଗ୍ରିଡ୍ରେ ଶକ୍ତି ସନ୍ତୁଳନ ବଜାୟ ରଖିବାରେ ସହାୟକ ହେବ। ଉତ୍ତର ପୂର୍ବ ଇଲେକ୍ଟ୍ରିକ୍ ପାୱାର କର୍ପୋରେସନ ଲିମିଟେଡ୍ ଏବଂ ଅରୁଣାଚଳ ପ୍ରଦେଶ ସରକାରଙ୍କ ମିଳିତ ଉଦ୍ୟୋଗ କମ୍ପାନୀ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଶ୍ରୀ ବୈଷ୍ଣବ କହିଛନ୍ତି, ସିଓମି ଜିଲ୍ଲାରେ 1,750 କୋଟି ଟଙ୍କା ବ୍ୟୟ ଅଟକଳରେ 186 ମେଗାୱାଟ୍ ବିଶିଷ୍ଟ ତାଟୋ 1 ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ପ୍ରକଳ୍ପରୁ 802 ନିୟୁତ ୟୁନିଟ୍ ଶକ୍ତି ଉତ୍ପାଦନ ହେବ। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆୟକର ବିଭାଗର ପ୍ୟାନ୍ 2.0 ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପ ପାଇଁ 1,435 କୋଟି ଟଙ୍କା ଖର୍ଚ୍ଚ ହେବ। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ବ୍ୟବସ୍ଥା ଅଧୀନରେ ଏକ ସମନ୍ୱିତ ପୋର୍ଟାଲ କାର୍ଯ୍ୟ କରିବା ସହ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଉନ୍ନତ କରାଯିବ। ପ୍ୟାନ୍ 2.0 ଅଧୀନରେ ସାଇବର ସୁରକ୍ଷା ବ୍ୟବସ୍ଥାକୁ ପୂର୍ବ ଅପେକ୍ଷା ଦୃଢ଼ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସମବାୟ ହେଉଛି ଭାରତୀୟ ସଂସ୍କୃତିର ଭିତ୍ତିଭୂମି। ଭବିଷ୍ୟତ ସମବାୟ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଭାରତର ବଡ଼ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ବିଶ୍ୱ ସମବାୟ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସହଯୋଗ ମାଧ୍ୟମରେ ସମୃଦ୍ଧିର ମାର୍ଗକୁ ଅନୁସରଣ କରିଥାଏ। ଆନ୍ତର୍ଜାତିକ ସମବାୟ ବର୍ଷ 2025 ପାଳନ ଅବସରରେ ଶ୍ରୀ ମୋଦି ସ୍ମାରକ ଡାକଟିକଟ ଉନ୍ମୋଚନ କରିଥିଲେ। ଭୁଟାନର ପ୍ରଧାନମନ୍ତ୍ରୀ ଦାସୋ ସେରିଂ ତୋବଗେ, ଫିଜିର ଉପପ୍ରଧାନମନ୍ତ୍ରୀ ମନୋଆ କାମିକାମିକା ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗତକାଲି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଅଧିବେଶନର ସୁପରିଚାଳନା ନେଇ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିଥିଲେ। ଅନ୍ୟପକ୍ଷରେ ବିରୋଧୀ ବିଜେଡି ଏବଂ କଂଗ୍ରେସର ବିଧାୟକ ଦଳ ବୈଠକ ମଧ୍ୟ ଗତକାଲି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସାରା ଦେଶରେ ଆଜି ସମ୍ବିଧାନ ଗ୍ରହଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସମ୍ବିଧାନ ଦିବସ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅଟଳ ଇନୋଭେସନ ମିଶନ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ଭବିଷ୍ୟତ ସମବାୟ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଭାରତର ବଡ଼ ଭୂମିକା ରହିଛି, କହିଲେ ପ୍ରଧାନମନ୍ତ୍ରୀ। ଏବଂ ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।